ପହଞ୍ଚିଲୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ବୀଣାଗାଡ଼ିଆ ଏବଂ ସାଗୁରୁଗା ପଞ୍ଚାୟତରେ ଏକ ଅସହାୟ ମହିଳା ଯିଏକି ସ୍ୱାମୀ ତାଙ୍କର ପାଗଳ ମଧ୍ୟ ସେମାନେ ସ୍ୱାମୀ ଯିଏ ଅଛନ୍ତି ସେମାନେ ଭତ୍ତା ମଧ୍ୟ ପାଉଛନ୍ତି। କିନ୍ତୁ ଆପଣ ଘରଟାକୁ ଦେଖନ୍ତୁ, ଏ ଘର ଯିଏ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଯେଉଁ ବୀଣାଗାଡ଼ିଆ ରହିଛି ସାଗୁରୁଗା ପଞ୍ଚାୟତ ଅଧୀନରେ, ଏ ବାରମ୍ବାର ଭିଡ଼ିଓ କହିବା ସତ୍ତ୍ୱେ ବାରମ୍ବାର ଯିବା ସତ୍ତ୍ୱେ ମଧ୍ୟ କୌଣସି ଘର ମଧ୍ୟ ପାଇନାହାନ୍ତି। ଆପଣ ସେ ଭିଜୁଆଲ୍ ଦେଖନ୍ତୁ, ଯେଉଁ ଭିଜୁଆଲ୍ ଆପଣ ବୟାନ କରିବ ଏ ଲୋକ କେତେ ଗରିବ, କିନ୍ତୁ ସରକାରଙ୍କର ଏତେ ଯୋଜନା ଥାଇ ମଧ୍ୟ ସରୋଜିନୀ ସେଠୀଙ୍କ ପାଖରେ ସେଇ ଯୋଜନା ପହଞ୍ଚି ପାରୁନି, ଘର ଖଣ୍ଡିଏ ତାଙ୍କର ନାହିଁ। ଏବଂ ଆମେ ସେଇ ସରୋଜିନୀଙ୍କ ପାଖରେ ଅଛୁ, ସରୋଜିନୀଙ୍କର ପ୍ରତିକ୍ରିୟା ଟିକେ ନାକୁ ଆମେ ନେବାକୁ ଚାହିଁବୁ। ଆଜ୍ଞା, ଆପଣଙ୍କ ନାଁଟା? ସରୋଜିନୀ ସେଠି କ'ଣ କହିବେ? ଘର ବାରି କିଛି ନାହିଁ, ଆଉ ଏମିତି ପାଗଳ ସ୍ୱାମୀ ଧରିକି ବୁଲୁଛି, ଆଉ ଘର ଦ୍ୱାରା କିଛି ତ ଆଧାର ନାହିଁ। ଆଉ ବୋଲଗଡ଼ର ଯେଉଁ ଭିଡ଼ିଓ ଅଛନ୍ତି, ଆମେ ଆମ ଚ୍ୟାନେଲ ମାଧ୍ୟମରେ ସେ ଭିଡ଼ିଓକୁ ଆମେ ଦର୍ଶାଇବୁ ଯେ ଏଭଳିଆ ପରିସ୍ଥିତିରେ ଲୋକକୁ ଘର କାହିଁକି ମିଳୁନି। ଆପଣ ଭିତର ପାର୍ଶ୍ୱ ଆମେ ଦେଖେଇବୁ, ସେ ଭିତର ପାର୍ଶ୍ୱକୁ ଆସନ୍ତୁ, ସେ ଦେଖନ୍ତୁ, ଇଏ ହେଉଛି ସେଇ ଅବସ୍ଥା, ସେ ଘରର ଅବସ୍ଥା। ଆଜ୍ଞା, ଏ ଘର ଅବସ୍ଥା ଦେଖିଲେ ବି ଆପଣ କହିପାରିବେ ସେ ଲୋକ ରହୁଛନ୍ତି କେମିତି। ଏଠି ବାରମ୍ବାର ପ୍ରଶାସନକୁ ଆମେ ଜଣାଉଛୁ ଯେ ଅସହାୟକୁ ସାହା ହେବ କିଏ? ଯେ ସରୋଜିନୀ ସେଠୀ ଅଛନ୍ତି, ଯେ ଆମେ ବାରମ୍ବାର କହୁଛୁ, ଯେଉଁ ବୋଲଗଡ଼ର ଭିଡ଼ିଓକୁ ମହାଶୟ କହୁଛୁ ଯେ ତୁରନ୍ତ ୟାକୁ ସୁବିଧା କରାଯାଉ ଏବଂ ଯେଉଁ ଅସହାୟ ମହିଳା ଅଛନ୍ତି ସ୍ୱାମୀ ତାଙ୍କର ପାଗଳ ଏବଂ ଯେଉଁ ସରୋଜିନୀ ସେଠୀ ଅଛନ୍ତି ତାଙ୍କୁ ନିଶ୍ଚିତ ଭାବରେ ଘର ଦିଆଯାଉ। ତେଣୁକରି ଆପଣ ଆଉ ଟିକେ ଦେଖନ୍ତୁ, ସେଇ ଘର ଚିତ୍ର ଦେଖନ୍ତୁ। ଏଇଠି ଏଇ ଯେଉଁ ଅବସ୍ଥାରେ ଅଛନ୍ତି ନା, ପ୍ରଶାସନ ଆସିକି ଟିକେ ଦେଖିଲେ ବି ହେବ। ଆଜ୍ଞା ଦେଖନ୍ତୁ, ଆପଣଙ୍କୁ ଘର ଆମେ ଦେଖାଉଛୁ, ଭିତର ବର୍ଷ ଘର ଦେଖାଉଛୁ, ଆପଣ ଦେଖନ୍ତୁ ଏଇଭଳିଆ ଅବସ୍ଥାରେ ସେମାନେ ଅଛନ୍ତି। ଘର ଯୋଜନା ସରକାରଙ୍କର ମାଳ ମାଳ ଯୋଜନା ଥିଲେ ମଧ୍ୟ ଆଜି ସରୋଜିନୀ ସେଠୀଙ୍କ ପାଖରେ ଯୋଜନା ପହଞ୍ଚି ପାରେନି। ଏ ହେଉଛି ବାସ୍ତବ ଚିତ୍ର। ଜି ନ୍ୟୁଜ୍ ହାତରେ ପଡ଼ିଛି। ଆଜ୍ଞା, ବୋଲଗଡ଼ ବ୍ଲକରେ ଜି ନ୍ୟୁଜ୍ ହାତରେ ପଡ଼ିଛି। ଆଜ୍ଞା, ତୁରନ୍ତ ଭିଡ଼ିଓ ମହାଶୟ ତୁରନ୍ତ ଏଇ ଜାଗାକୁ ଆସନ୍ତୁ ଏବଂ ଏ ଘର ସେଇ ସରୋଜିନୀ ସେଠୀକୁ ଘର ନିହାତି ବେଗରୁ ମିଳୁ। ବୋଲଗଡ଼ ବ୍ଲକରୁ ସମର ସେଠୀଙ୍କ ରିପୋର୍ଟ, ଜି ନ୍ୟୁଜ୍ ଭାରତ।